ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରଥମ ଥର ପାଇଁ ବଙ୍ଗୋପସାଗରର ଉଚ୍ଚ ଜୁଆର 20 ଫୁଟର ବାଲି ସ୍ତୂପକୁ ତଡ଼ି ବଡ଼ ବଡ଼ ଝାଉଁ ଗଛକୁ ଉପାଡ଼ି ମାଡ଼ି ଆସିଥିଲା ଏରସମା ବ୍ଲକର ପଦ୍ମପୁର ପଞ୍ଚାୟତର କଳାବେଦୀ ଗ୍ରାମ ଭିତରକୁ। ଗ୍ରାମର ଦାଣ୍ଡରେ ଖେଳୁଥିଲା ଆଣ୍ଠିଏ ଆଣ୍ଠିଏ ପାଣି। 1999 ମସିହାର ମହାବାତ୍ୟାର କରାଳ ବିଭୀଷିକାର ଅନୁଭବ ପରେ ବୋଧେ ଏହା ଥିଲା ପ୍ରଥମ ପଦଧ୍ୱନି। ଲୋକମାନେ ସମସ୍ତେ ଭୟଭୀତ ଅବସ୍ଥାରେ ଦିନ କାଟୁଥିଲେ। ଏରସମା ବ୍ଲକର ଏକ ଛୋଟ ସାମାଜିକ ସଂଗଠନ ଏରସମା ସଚେତନ ନାଗରିକ ମଞ୍ଚର ସଦସ୍ୟମାନେ ପହଞ୍ଚିଥିଲେ ସେହି ଗ୍ରାମରେ। ଅନୁଧ୍ୟାନ କରିଥିଲେ ସ୍ଥିତି, କଥା ହୋଇଥିଲେ ଲୋକମାନଙ୍କ ସହିତ ଏବଂ ମିଳିମିଶି ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ପରେ ବ୍ଲକ ପ୍ରଶାସନ ଏବଂ ତହସିଲ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ପଦକ୍ଷେପ ନିଆଯାଇନଥିଲା। ପରେ ପରେ ତତ୍କାଳୀନ ଏମ୍ଏଲ୍ଏ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସ୍ଥିତିର ଅନୁଧ୍ୟାନ କରି ଗଣମାଧ୍ୟମରେ ଅନେକ ପ୍ରତିଶ୍ରୁତିମାନ ଦେଇଥିଲେ। ଠିକ୍ ଗୋଟିଏ ବର୍ଷ ପରେ ପୁଣି ସେହି ସମାନ ସ୍ଥିତି। ଲଘୁଚାପ ଜନିତ ଲଗାଣ ବର୍ଷାରେ ବଙ୍ଗୋପସାଗର ନିଜର କୂଳ ଲଙ୍ଘେ। ଉଚ୍ଚ ଜୁଆର ବ୍ୟାପକ ଝାଉଁ ଜଙ୍ଗଲକୁ ନଷ୍ଟ କରିବା ସହିତ ଶିଆଳି ବେଳାଭୂମିରେ ଥିବା ସୌନ୍ଦର୍ଯ୍ୟ ବଢ଼ାଉଥିବା ଭିଉ ଟାୱାରକୁ କ୍ଷତିଗ୍ରସ୍ତ କରାଏ। ଏହି ବର୍ଷ ଏହି ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ସମୁଦ୍ର ଫୁଲି ରୁହେ ଏବଂ ଜଳ ନିଷ୍କାସିତ ନ ହୋଇପାରିବାରୁ ସମଗ୍ର ଏରସମା ଅଞ୍ଚଳର ଫସଲ ହାନି ହୁଏ, ଯାହା ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦିଏ। ଏପଟେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ହେତୁ ବାରମ୍ବାର ମୁଣ୍ଡ ଟେକେ ଆନ୍ଦୋଳନ, ସତ୍ୟାଗ୍ରହ ଏବଂ ପ୍ରତିବାଦ। ଏଥିପାଇଁ ପ୍ରଶାସନ ବାଧ୍ୟ ହୁଏ କିଛି ସମାଧାନମୂଳକ ପଦକ୍ଷେପ ନେବା ପାଇଁ, କିନ୍ତୁ ପ୍ରକାରାନ୍ତରେ ଏହି ଅବସରରେ ନେତା ମନ୍ତ୍ରୀ ଯନ୍ତ୍ରୀଙ୍କର ଆରମ୍ଭ ହୁଏ ପୁଷ ମାସ। ଜନ ଆନ୍ଦୋଳନ, ସତ୍ୟାଗ୍ରହର ପ୍ରଶମିତ ପାଇଁ ପ୍ରଶାସନ ଆରମ୍ଭ କରେ କିଛି ସମାଧାନମୂଳକ ପଦକ୍ଷେପ, ଯେପରିକି ବେଳାଭୂମି ଅଞ୍ଚଳରେ ଭିଉ ଟାୱାରଟିକୁ ସୁରକ୍ଷା ଦେବା ପାଇଁ ପୋତା ହୁଏ କାଠ ଗଣ୍ଡି ଏବଂ ଦେଖାଯାଏ ଯେଉଁ ଜାଗାରେ ବାଲି ସ୍ତୂପ କ୍ଷତିଗ୍ରସ୍ତ ହୋଇଥିଲା ସେହି ଜାଗାରେ ସମୁଦ୍ର କୂଳରୁ 20 ଫୁଟ ଭିତରୁ ବାଲି ଅଣାଯାଇ ପୋତାଯାଏ ଯେଉଁ ବାଲି ସ୍ତୂପ କ୍ଷତିଗ୍ରସ୍ତ ହୋଇଥିଲା ସେଇଠାରେ, ଯାହାଫଳରେ ସାମାଜିକ କର୍ମୀମାନଙ୍କର ମୁଖ୍ୟ ଯନ୍ତ୍ରୀଙ୍କ ସହିତ ଯୁକ୍ତିତର୍କ ହୁଏ ସେହି ବେଳାଭୂମି ଅଞ୍ଚଳରେ। ପ୍ରଶାସନିକ ସମ୍ବେଦନହୀନତା ଏବଂ ନେତାମାନଙ୍କର ଅଦୂରଦର୍ଶିତା ହେତୁ ସମାଧାନ ନାଁରେ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା, କାର୍ଯ୍ୟ ହୁଏ, କିନ୍ତୁ ତାର ପରିଣାମରେ ହେଲା କ'ଣ ଆଜି ଆପଣ 5 ବର୍ଷ ପରେ ନିଶ୍ଚିତ ଅନୁଭବ କରିପାରୁଥିବେ।